ପୁରୀ ବଡ଼ଦାଣ୍ଡରେ ପହଞ୍ଚିଗଲା ମାନେ ଆଉ ବଡ଼ ଦେଉଳକୁ ଦେଖିଦେଲା ମାନେ ପାଟିରୁ ଅଟୋମେଟିକ୍ ସମସ୍ତଙ୍କର ବାହାରିଯାଏ ଜୟ ଜଗନ୍ନାଥ। ନମସ୍କାର ସାଙ୍ଗମାନେ, ଲାଷ୍ଟ ଭିଡ଼ିଓରେ କହିଥିଲି 11 ତାରିଖ ଦିନ ଆମେ ପୁରୀ ଆସିଥିଲେ ଆଉ ବହୁତ ହଇରାଣ ହେଇକି ପୁରା ବସ୍ ମିଳୁନଥିଲା। ଆଉ ବସ୍ ମିଳିକି ଫାଇନାଲି ଆମେ 1:30 2ଟା ପାଖାପାଖି ଆସିକି ପହଞ୍ଚିଥିଲେ ପୁରୀ। ଆଉ ପୁରୀରେ ଆଜି ଏତେ ଭିଡ଼, 1 1:30 ଯୋଉ ଆମେ ଯାଇକି ପହଞ୍ଚିଲା ପରେ ବ୍ୟାଗ୍ ଆଉ ମୋବାଇଲ ତ ରଖିଦେଇକି ତାପରେ ଯୋଉ ଯାଇଥିଲୁ 4 ଘଣ୍ଟା 4.5 ଘଣ୍ଟା ପାଖାପାଖି ଲାଇନରେ ଛିଡ଼ା ହେଇକି ଠାକୁରଙ୍କର ଦର୍ଶନଟା ଭଲରେ ହେଇଗଲା। ପୁରା ଭିତରୁ ଦର୍ଶନ ହଉଥିଲା, ସେଇଟା ହଉଛି ମାନେ ସେଇଟା ଖୁସି ଲାଗିଲା। ଏତେ କଷ୍ଟ କରିକି ଛିଡ଼ା ହେଇକି ଆସିଥିଲେ, ତ ଯାହା ହଉ ସେଠି 6:30 7 ପାଖାପାଖି ଆମେ ବାହାରିଲୁ ମନ୍ଦିରରୁ। ଏକ ତ ଏତେ ଲେଟ୍ ହେଇଗଲାଣି, ଆମେ ରୁମ୍ରୁ 10ଟା 10:30 ପାଖାପାଖି ବାହାରିଥିଲେ। ତାପରେ ଦିନ ଯାକ ଯୋଉ ଛିଡ଼ା ହେଇଛୁ ଭିଡ଼ରେ, ଖାଲି ମନ୍ଦିରରେ ଠାକୁରଙ୍କର ଦର୍ଶନ କରିକି ପଳେଇ ଆସିଛୁ, ଆଉ କୁଆଡ଼େ ବି ଯାଇନୁ। ଟିକେ ଖାଲି ଖଜା କିଣିକି, ପୁରୀ ଯାଇଛୁ ମାନେ ଖଜା ତ କିଣା ହବ, ଖଜା ନେଇକି ବସ୍ ଧରିକି ସିଏ ବି ଆସିଲା ବେଳକୁ ସବୁ ବସ୍ ଭିଡ଼ ହେଇଥିଲା। ମାନେ ସୌଭାଗ୍ୟବଶତଃ ଗୋଟେ ବସ୍ ଆମକୁ ସିଟ୍ ମିଳିଲା, ବସିକି ଆସିକି ପହଞ୍ଚିଲେ। ଆଉ ୟାଙ୍କର ବର୍ଥଡେଟା ଯେହେତୁ ଥିଲା, ମୁଁ ତ କେକ୍ ବନେଇକି ରଖିକି ଯାଇଥିଲି, କିଛି କରିନଥିଲି, ଘରେ ଥିଲେ ବା ଯାହା କରିଥାନ୍ତି। କିନ୍ତୁ ଆମେ ଆସିକି ପହଞ୍ଚିଲା ବେଳକୁ ମୋ ଭାଇ ଆସିକି ଆମ ରୁମ୍ରେ ଥିଲା। ଆମ ରୁମ୍ ଚାବି ଗୋଟେ ମୋ ଭାଇ ପାଖରେ ଅଛି। ମୋ ଭାଇ ଆଉ ଗୋଟେ ଘର ପାଖରେ ଭାଇ ଭାଉଜ ସେମାନେ ଆସିକି ଥିଲେ, ମାନେ ସେମାନେ ଆସିଛନ୍ତି, ତାପରେ ପରେ ଆମେ ବି ଆସିଯାଇଛୁ। ତ ଜଷ୍ଟ ସେଇଠି ଟିକେ ଭାଇ ବେଲୁନ ଆଣିକି ରଖିଥିଲା, ଆଉ ଗୋଟେ କେକ୍ ଧରିକି ଆସିଥିଲା। ସିଏ ମନା କରୁଥିଲେ ନାଇଁ କିଛି କରନି, ଆଉ ପେସେନ୍ସ ନାଇଁ କିଛି କରନି, କିନ୍ତୁ ବର୍ଥଡେଟା ଯେହେତୁ ଅଛି ଟିକେ ସଜାସଜି ସମସ୍ତେ ମିଶିକି ହାଲକା ଫୁଲକା ସେମିତିଆ କରିଦେଇକି ତାପରେ ସେ କେକ୍ କାଟିଲେ। ମୋର ବାବାର ହ୍ୟାପି ବର୍ଥଡେ ଥିଲା, ଆମ ସମସ୍ତେ କେକ୍ ଖାଇଲେ, ତାପରେ ହ୍ୟାପି ବର୍ଥଡେ ହେଇଗଲା। ଭିଡ଼ିଓ ଯଦି ରେକର୍ଡିଂ କରୁଥିବି ମୋ ପୁଅ ଶୁଣିଦେବ, କହିବ ମା ମୋତେ ଦିଅ, ମୁଁ କହିବି ଧରିକି ତାର କଣ ଟିକେ କହିଦେଲା ତା ଖୁସି ଆଉ। ତ ଯାହା ହଉ ତାପରେ କେକ୍ କଟା ସରିଲା ପରେ ଏଇ ଗିଫ୍ଟଟା ଗୋଟେ ମୁଁ ଆଣିଥିଲି ତାଙ୍କ ପାଇଁ। କଣ ଆଣିବି ଭାବିକି ଗୋଟେ ଫଟୋ ଫ୍ରେମ୍ଟେ ବନେଇଥିଲି। ଆମର ପୁରା ମାନେ ୟାଙ୍କର ମୋର ପୁଅର ଆଉ ବାବା ମାଙ୍କର ଏଇଠି ଆମ ରୁମ୍ରେ ଟଙ୍ଗା ହବ ବୋଲିକି ନେଇକି ଆସିଥିଲି, ଯୋଉଟାକି ତାଙ୍କୁ ବହୁତ ଭଲ ଲାଗିଲା। ଆଉ ତାଙ୍କର ଶଳା ମାନେ ମୋ ଭାଇ ଗୋଟେ କୁର୍ତ୍ତା ନେଇକି ଆସିଥିଲା ଯୋଉ ତାଙ୍କ ପାଇଁକି, ସିଏ ଆକ୍ଚୁଆଲି ଶୁଣିବା ଭୁଲ କରିଛି, ମୋର ବତେଇବାଟା ବି ଭୁଲ। ଆଉ ୟାଙ୍କୁ ଏମ୍ ସାଇଜ୍ ତ କେବେ ବି ହବନି, ସେ ଏମ୍ ସାଇଜ୍ ଧରିକି ଆସିଥିଲା, ତ ହେଲାନି, ସେଥିପାଇଁ ତାକୁ ଭାଙ୍ଗ କରିକି ରଖିଦେଲି, ତାକୁ ପୁଣି ପରେ ଏକ୍ସଚେଞ୍ଜ ହବ। ତାପରେ ଭାଇ ଏକା ପଳେଇଥିଲେ। ଖାଇ ପିଇ ସାରିଲା ପରେ ଆମର ଏଇଠି ମା ଆଉ ଭାଣିଜୀ ସହିତ ଟିକେ କଥା ହଉଥିଲୁ। କାଲି ପୁଣି ସେମାନେ ସକାଳୁ ଉଠିକି ଯିବେ, ତାଙ୍କର 6ଟାରେ ଟ୍ରେନ୍ ଅଛି, 5ଟା 5:30 ପାଖାପାଖି ଏଠୁ ଯିବେ। ମାଆଙ୍କୁ ଡକ୍ଟର ଦେଖେଇବାରେ ଥିଲା, ଆଉ ଭାଣିଜୀଙ୍କର ଟିକେ ପରୀକ୍ଷା ସରିଥିଲା ବୋଲି ଆସିକି ବି ଟିକେ ବୁଲିଗଲେ, ଭଲ ଲାଗିଲା। ପୁଣି ଦେଖା ହବ ଗୋଟେ ନେକ୍ସଟ ଭିଡ଼ିଓରେ, ସେତେ ବାଏ।